ସ୍ଥାନୀୟ ଅମଲା କ୍ଲବ ନିକଟସ୍ଥ ବିଜ୍ ବିଜ୍ ଏକାଡେମୀ ପରିସରରେ ପିଲାଙ୍କ ଖବରକାଗଜ ଶିଶୁ ସମାଚାରର ଊନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟସ୍ତରୀୟ ଆମ କୁନି ରାଣୀ କୁନି ରାଜା ଏବଂ ଆବାକାଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଚକ୍ରଧର ମହାପାତ୍ର ଯୋଗ ଦେଇ କୁନି କୁନି ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଓ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଶିଶୁ ସମାଚାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି କହିବା ସହ ଏହା ଆଗକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆହୁରି ଭିନ୍ନ ଭିନ୍ନ କାର୍ଯ୍ୟ କରିବ ବୋଲି କହିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ଭାବେ କୁମାରୋତ୍ସବ ସମିତିର ସମ୍ପାଦକ ସ୍ୱାଧୀନ ପଣ୍ଡା, ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ସମ୍ପାଦକ ଡକ୍ଟର ଶଶିକାନ୍ତ ରଥ, ବିଜ୍ ବିଜ୍ ଏକାଡେମୀର ନିର୍ଦ୍ଦେଶକ ଦେବଶ୍ରୀତ ମହାନ୍ତି, ବରିଷ୍ଠ ସାମ୍ବାଦିକ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ଆମ କୁନି ରାଣୀ ଓ କୁନି ରାଜା ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷାବିତ୍ ରେଣୁକା ମିଶ୍ର, କଳାକାର ମମତା ଦାସ, ସାମ୍ବାଦିକା ରାଜଶ୍ରୀ ସାହୁ, ନୃତ୍ୟଗୁରୁ ମନସ୍ମିତା ସାହୁ, ଆବାକାଶ ପ୍ରତିଯୋଗିତାର ଶ୍ରୀମତୀ ଚନ୍ଦନା, ଶିକ୍ଷୟିତ୍ରୀ ବର୍ଷାରାଣୀ ସାହୁ, କାଜଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆମ କୁନି ରାଣୀ ଭାବେ ସାରସ୍ୱତ ବିଦ୍ୟାନିକେତନର ଛାତ୍ରୀ ଅପର୍ଣ୍ଣା ରଥ, କୁନି ରାଜା ଭାବେ ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ମାଷ୍ଟର ଦକ୍ଷ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆବାକସର କନିଷ୍ଠ ବିଭାଗରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ରେୟାନ୍ସ ମିଶ୍ର, ମଦର୍ସ ପବ୍ଲିକ ସ୍କୁଲର ଦକ୍ଷ ପଞ୍ଚ ସେହି ସ୍କୁଲର ଛାତ୍ରୀ ସାନାୟା ପଞ୍ଚ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସତ୍ୟଭାମା ଇଂଲିଶ ମିଡିୟମ ସ୍କୁଲର ଛାତ୍ରୀ ଆଦ୍ୟା ଆରିକା ପଟ୍ଟନାୟକ, ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ଶ୍ରେୟାଂଶିତ ସାହୁ ଓ ୱେଲ୍ସ ସାକ୍ରାମେଣ୍ଟ ସ୍କୁଲର ଛାତ୍ର ବିଜନଜିତ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରତିଯୋଗିତା ସମ୍ବନ୍ଧରେ ସୂଚନା ଦେବା ସହ ଆଗାମୀ ଦିନରେ ଚିତ୍ରାଙ୍କନ, ଚେସ୍, ଯୋଗ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କହିବା ସହ ଅଗଷ୍ଟ 8 ତାରିଖରେ ପୁରୀ ପୌର ସଦନରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ। ଡକ୍ଟର ସ୍ନେହଲତା ରଥ, ଅନୁପମ ପଣ୍ଡାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜ୍ ବିଜ୍ ଏକାଡେମୀର ଅଧ୍ୟକ୍ଷା ସଂଘମିତ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।